ଆପଣଙ୍କର ऑपरेटिंग सिस्टम होची प्रथम हला ओएस हला टू टाइप्स कौन लिनक्स आ गोटे होची विंडोज ठीक अच्छे विंडोज कौन विंडोज टा किए प्रोवाइड करছে विंडोज प्रोवाइड करছে माइक्रोसॉफ्ट लिनक्स के प्रोवाइड करछते लिनक्स प्रोवाइड करछि रेड हैट उबुंटू सेंटोस अल्मा लिनक्स रॉकी लिनक्स एंड सो ऑन एमती बहुत गुड डिस्ट्रीब्यूशन अच्छे किंतु माइक्रोसॉफ्ट विंडोज रे आपनकर माइक्रोसॉफ्ट होची गोटे प्लेयर लिनक्स रे बहुत आसीले लिनक्स रे काहे आसीले लिनक्स होची ओपन सोर्स माइनर रिलीज व्हाट इज मेजर रिलीज होची या सब वर्जन गुड़ाक माइनर रिलीज है जब आप मेजर रिलीज आप चेंज करेंगे आप कंप्लीट ओएस को चेंज करा पड़ो ओएस को अपग्रेड करा पड़ो ठीक अच्छे किंतु माइनर रिलीज होची सेटा ओएस अपडेट हम ये दुटा टर्म आप मन रखु अपग्रेड आ गोटे होची अपडेट अपग्रेड माने कौन मेजर रिलीज आप चेंज हम 7 ରୁ 8 को आसो 8 ରୁ 9 को आसो किंतु अपडेट होची कौन आप माइनर रिलीज चेंज हम 9.4 ରୁ 9.5 9.6 9.7 এটা হচ্ছে আপডেট যেটা আমরা ওএস আপডেট করবে আমি আগুক আস্তে আস্তে পড়িবা হ্যাঁ এই টার্মটা আপনার মনে রাখুন আপগ্রেড আর আপডেট ଏବେ ବେଳେ ବେଳେ ପଚାରନ୍ତି ଇଣ୍ଟରଭ୍ୟୁ ହ୍ୱାଟ ଇଜ ଅପଗ୍ରେଡ ହ୍ୱାଟ ଇଜ ଅପଡେଟ ହ୍ୱାଟ ଇଜ ମେଜର ରିଲିଜ ହ୍ୱାଟ ଇଜ ମାଇନର ରିଲିଜ ଦେଖନ୍ତୁ ଆପଣ କଣ ଦେଖେଇଲା ଏଇଟା ଗୋଟେ ଆଇପି ଦେଖେଇଲା ଏଠି ଗୋଟେ କଣ ନମ୍ବର ଦେଖେଇଲା ଏଠି ଗୋଟେ କଣ ନମ୍ବର ଦେଖେଇଲା ঠিক আছে google.com ଦେଖେଇଲା କଣ ଦିଟା ନମ୍ବର ଦେଖେଇଲା ଦିଟା ନମ୍ବର ଡିଫରେନ୍ସ କଣ ହଉଛି ଆଇପି ଆଡ୍ରେସ ଦି ପ୍ରକାର ଆସେ ଗୋଟେ ହଉଛି ଆଇପି ଭର୍ସନ 6 ଆଇପି ଭର୍ସନ 4 ଦେଖନ୍ତୁ ଗୁଗଲ ଆସିଲା ঠিক আছে এটা হচ্ছে তার ইউনিক আইপি আড্রেস এই আইপি আড্রেসটা দুনিয়ার কাହା পাখে নଥିବ ଖାଲି গুগল ପାଖରେ ଥିବ এই ଦେଖନ୍ତୁ ଦେଖଉଛି 192.168.59.128 ओके এটা তো আইপি আড্রেস को ମୁଁ କଣ କଲି ଏଇ ଯୋଉ ଜିନିଷଟା ଆପଣ ଦେଖୁଛନ୍ତି ଯେତେବେଳେ ମୁଁ କମାଣ୍ଡ ଲେଖୁଛି ତାକୁ କହନ୍ତି ଟର୍ମିନାଲ ଠିକ ଅଛି ମୁଁ ଆଉ ଗୋଟେ ଟର୍ମିନାଲ ନେଇଛି ଏଠି କଣ କରିଛି 192.168.59.132 କୁ ମୁଁ କନେକ୍ଟ କରିଛି ମାନେ ଏଇ ଯୋଉ ଟର୍ମିନାଲରୁ ମୁଁ ଏଇ ସର୍ଭରକୁ କନେକ୍ଟ କରିଛି ଏଇ ଯୋଉ ଯେକୌଣସି ଗୋଟେ ହାଇପରଭାଇଜର ପକେଇଲେ ପକେଇ ଦେଇ କଣ କଲେ ଏଠି ବର୍ତ୍ତମାନ ଏଇ ଯୋଉ ହାଇପରଭାଇଜର ଆମକୁ ଏନେବଲ କଲା ଛୋଟ ଛୋଟ ଭିଏମ୍ ବନେଇବା ପାଇଁ ଛୋଟ ଛୋଟ ଓଏସ୍ ବନେଇବା ପାଇଁ ଆମେ ଏଠି କଣ କଲେ ଚାରିଟା ଓଏସ୍ ବନେଇଦେଲେ ଏଠି କଣ କଲେ ଗୋଟେ ଲିନକ୍ସ ପକେଇଲେ ଏଠି କଣ କଲେ ଗୋଟେ ୱିଣ୍ଡୋଜ ପକେଇଦେଲେ ଏଠି କଣ କଲେ ପୁଣି ଗୋଟେ ଲିନକ୍ସ ପକେଇଦେଲେ ଏଠି କଣ କଲେ ପୁଣି ଗୋଟେ ଲିନକ୍ସ ପକେଇଦେଲେ ଠିକ ଅଛି ଏସବୁ କଣ ହେଲା ଗୋଟେ ଗୋଟେ ଭିଏମ୍ ହେଇଗଲା ଭିଏମ୍ ମାନେ ଭର୍ଚୁଆଲ ମେସିନ ଓକେ ଭିଏମ୍ ବନିବ ଆଚ୍ଛା ଭିଏମ୍ ଯଦି ବନିଲା ସେ କେତେ ରିସୋର୍ସ ୟୁଜ କରିବ ଧର ଆମର ଯେତିକି ଦରକାର ଅଛି ଆମର ୟୁଟିଲାଇଜ ହିସାବରେ ଆମେ ଓଏସ୍ ବନେଇବା ଓଏସ୍ ବନେଇକି ଆମେ ତାକୁ ରିସୋର୍ସ ଦବା ଦବା ମାନେ କଣ ଆମେ ଧରନ୍ତୁ ଏଇ ଯୋଉ ମେସିନଟା ଏକ୍ସାମ୍ପଲ ପାଇଁ ମୁଁ କହୁଛି ଏଠି ମୁଁ ପ୍ରୋସେସର ୟୁଜ କଲି 4 ପ୍ରୋସେସର 8 GB RAM 70 GB ଏଚଡିଡି 70 GB ହାର୍ଡ ଡିସ୍କ ୟୁଜ କଲି ঠিক আছে ଏଭିଏମ୍ ଟା ପାଇଁ ଯଦି ଏଭିଏମ୍ ଟା ପାଇଁ ମୁଁ କଣ କଲି ଏଟା ମୋତେ ଅଧିକା ଦରକାର ଅଛି ମୁଁ 16 ପ୍ରୋସେସର ୟୁଜ କଲି ତାପରେ 32 GB ମେମୋରି ୟୁଜ କଲି ଏଠି ମୁଁ 200 GB 300 GB ର ହାର୍ଡ ଡିସ୍କ ନେଇଗଲି ঠিক আছে ହାର୍ଡ ଡିସ୍କ ନେଇଗଲି ଏମିତି କରି ମୁଁ ଭର୍ଚୁଆଲ ମେସିନ ସବୁ ବନେଇ ଚାଲିଲି ମୋର ଯେତେବେଳେ ଦରକାର ପଡିଲା ଆଉ ରିସୋର୍ସ ଅଛି ମୁଁ ଆହୁରି ଭିଏମ୍ ବନେଇଲି କି ଧର ଏଇଟା ମୋର ଦରକାର ନାହିଁ ଆକୁ ଡେଷ୍ଟ୍ରୟ କରିଦେଲି ପୁଣି ଗୋଟେ ନୂଆ ଭିଏମ୍ ବନେଇଦେଲି ତ ଏମିତି କରିକି ଭର୍ଚୁଆଲ ମେସିନ ବନେଇକି ଅପ୍ଟିମମ୍ ଲେଭେଲରେ ୟୁଜ କଲି ঠিক আছে ଆପଣ ମତେ ଆଜି ଗୋଟେ କଥା ପୁଣି କୋଶ୍ଚିନ୍ ପଚାରିବେ ସାର୍ ଆମେ ଦେଇ ଆମର ସବୁ ପ୍ରୋସେସର ସରିଯିବ କି ହାର୍ଡ ଡିସ୍କ ସରିଯିବ ଏଇଠି ଦେଖନ୍ତୁ ଆପଣ 16 କୋର ଅଛି 128 GB ରାମ ଅଛି ଆମେ ଜାଣିପାରୁଛେ 128 GB ରାମ ଟା ଠିକ ଅଛି ଆମେ ଦେଇପାରିବା କିନ୍ତୁ ପ୍ରୋସେସର ତ କମ ଅଛି ହାର୍ଡ ଡିସ୍କ ତ କମ ଅଛି ଆମେ ଏଠି କଣ କରିବା
ପ୍ରୋସେସର ଭର୍ଚୁଆଲ ପ୍ରୋସେସର କାଲକୁଲେଟର। ମୋ ପାଖେ 4ଟା ପ୍ରୋସେସର ଅଛି, 16 କୋର ଅଛି। ଓକେ, ଇଜିକାଲ ଟୁ କେତେ ହେଲା 64। ଯେତେବେଳେ ଭର୍ଚୁଆଲ କାଉଣ୍ଟ ହବ ପୁଣି 2 ରେ ମଲ୍ଟିପ୍ଲାଏ ହବ। ଓକେ, 138 ହଉଛି ବୋଧେ, 128। ଓକେ, 128ଟା କଣ ହେଲା ପ୍ରୋସେସର ମତେ ମିଳିଲା। କ୍ଲଷ୍ଟର ବନେଇଲି। ବର୍ତ୍ତମାନ କଣ କଲି, ଏ କ୍ଲଷ୍ଟର ଉପରୁ ମୁଁ ଭର୍ଚୁଆଲ ମେସିନ୍ ବନେଇବା ଷ୍ଟାର୍ଟ କରିବି। ମୁଁ କରୁଛି ବର୍ତ୍ତମାନ ସବୁ ବନେଇବା ଷ୍ଟାର୍ଟ କରିବି। ମୁଁ ବର୍ତ୍ତମାନ VM ସବୁ ବନେଇବା ଷ୍ଟାର୍ଟ କଲି। ଆଚ୍ଛା, ଆପଣ ମତେ ଗୋଟେ କଥା ପଚାରିବେ ଏଠି, ସେଟା VM ଗୁଡା ରହିବ କୋଉଠି? ଯଦି ମୁଁ କ୍ଲଷ୍ଟର କରିଦେଲି 4ଟା ସର୍ଭର ମିଶିକି ଗୋଟେ ସର୍ଭର ଭଳିଆ କାମ କଲା, ତ VM ଗୁଡା ରହିବ କୋଉଠି? ଏ VM ରୁ କିଛିଟା ଯାଇ କଣ କରିଥିବ, କିଛିଟା ଏମିତି ଥିବ, ଆମେ ଆମ ହିସାବରେ ଯେକୌଣସି ଜାଗା ରଖିପାରିବା। ସେମିତି କିଛି ନାହିଁ କୋଉଠି ରହିବ ବୋଲି। କାହିଁକି କ୍ଲଷ୍ଟର ଯୋଉ ସଫ୍ଟୱେରଟା ରହୁଛି ବା ଯୋଉ ସଫ୍ଟୱେର ମ୍ୟାନେଜ କରୁଥିବା, ସେ ତାର ଡିସାଇଡ କରିବ ଯେ VM ଟା କୋଉଠି ବନିବ। ଓକେ, ସେ VM ଗୁଡା ସବୁ ସେଇଠି ବନି ଚାଲିଲା। ହଠାତ୍ କଣ ହେଲା, ମୋର ଏଇ ସର୍ଭରଟା ଡାଉନ ହେଇଗଲା। ଏ ସର୍ଭରଟା କମ୍ପ୍ଲିଟଲି ଡାଉନ ହେଇଗଲା। ଏଥିରେ କଣ କଣ VM ଅଛି? ଏଠି ଗୋଟେ VM ଅଛି, ଏଠି ଗୋଟେ VM ଅଛି, ଏ ଦିଟି VM ଅଛି। ଏ VM ଟି କଣ ହବ ତାହେଲେ? ଏ ଯୋଉ VM ଟା ଆଉ ଏ VM ଟା, ଏ VM ଟା ଆଉ ଏ VM ଟା, ଏ କଣ ହବ? ଯେତେବେଳେ ଫିଜିକାଲ ସର୍ଭରଟା ସଟଡାଉନ ହେଇଯିବ, ଏ ଇମିଡିଏଟଲି ମାଇଗ୍ରେଟ କରିକି ଯେକୌଣସି ଅଲଗା ଗୋଟେ ଜାଗାକୁ ପଳେଇ ଆସିବ। ଯୋଉ ସର୍ଭର ତାର ଫାଙ୍କା ଥିବ, ଫ୍ରି ଥିବ, ସେଠିକି ରିସୋର୍ସଟା ପଳେଇ ଆସିବ। ଏ ସର୍ଭରଟା ଇମିଡିଏଟଲି ଫ୍ରାକ୍ସନ ଅଫ ଟାଇମ ଆଉ ଗୋଟେ ଫିଜିକାଲ ସର୍ଭରକୁ ପଳେଇ ଆସିବ। ଆଉ ଯୋଉ ସେଟିଂଟା ଚାଲିଛି ସେଠିକି ପଳେଇ ଆସିବ। ସୋ ଦ୍ୟାଟ କଣ ହେଲା, ଆମର ଭର୍ଚୁଆଲ ମେସିନର କୌଣସି ଇମ୍ପାକ୍ଟ ହେଲାନି। ଫାଷ୍ଟ ଆମେ କଣ କରିବା, ଯେମିତି ମୁଁ ଆପଣଙ୍କୁ କହିଥିଲି ଫିଜିକାଲ ସର୍ଭରରେ କଣ ପଡୁଥିଲା, ହାଇପରଭାଇଜର ପଡୁଥିଲା। ସେମିତି ଆମେ ଘରେ କଣ କରିବା, ହାଇପରଭାଇଜର କ୍ଲାଏଣ୍ଟ ସଫ୍ଟୱେରଟା ପକେଇବା। ହାଇପରଭାଇଜର କ୍ଲାଏଣ୍ଟ ସଫ୍ଟୱେର ପକେଇବା। କଣ ପକେଇବା, ଆମେ ଭର୍ଚୁଆଲ ବକ୍ସ ପକେଇ ପାରିବା, ଭିଏମଆର ପ୍ଲେୟାର ପକେଇ ପାରିବା। ଆଉ ଯଦି କିଛି ମାର୍କେଟ ଅଛି ଆପଣ ଦେଖିକି ପକେଇ ପାରିବେ, କିନ୍ତୁ ମୁଁ ଆପଣଙ୍କୁ ପର୍ସନାଲି ସଜେଷ୍ଟ କରିବି ଯେ ଆପଣ ଭିଏମଆର ପ୍ଲେୟାର ପକାନ୍ତୁ। ଠିକ ଅଛି। ତାପରେ ନେକ୍ସଟ ଆମର କଣ ଦରକାର ହବ, ଓଏସ୍ ଦରକାର ହବ। ଓଏସ୍ କଣ ଦରକାର ହବ, RHEL 8.5। ଆପଣ ଏଟା ନେଟରୁ ଡାଉନଲୋଡ କରିବେ। RHEL 8.5 ଆପଣ ଡାଉନଲୋଡ କରିବେ। ତାପରେ ଆଉ ଆପଣଙ୍କୁ କଣ ଦରକାର ପଡିବ, ଟର୍ମିନାଲ ସଫ୍ଟୱେର, ପୁଟି, ନହେଲେ ମୋବାଇଲ ଷ୍ଟ୍ରିମ୍ ଆପଣ ୟୁଜ କରିପାରିବେ। ଏଇଟା